ରାବଣର ଶିଡ଼ି ବର୍ତ୍ତମାନ କେଉଁଠି ରହିଛି? ଲଙ୍କାର ରାଜା ରାବଣ ଯିଏକି ତାଙ୍କୁ ଭଗବାନ ଶ୍ରୀରାମ ତାଙ୍କୁ ନିହତ କରିଥିଲେ ଏବଂ ସେ ସତ୍ୟ ଯୁଗରେ ତାର ଯଦି ଦେଖିବା ପୁରାଣରେ ସେ ସତ୍ୟ ଯୁଗରେ ଭଗବାନ ବିଷ୍ଣୁଙ୍କର ଦ୍ୱାରପାଳ ଭାବରେ ଜୟ ବିଜୟ ଥିଲେ ଏବଂ ସନକାଦି ଋଷିମାନଙ୍କର ସେ ଅଭିଶାପ କାରଣରୁ ତାଙ୍କୁ ରାକ୍ଷସ ଜନ୍ମ ନେବାକୁ ପଡ଼ିଥିଲା। ସେ ଯେଉଁ ଦୁଇ ଭାଇଙ୍କୁ ରାବଣ ଏବଂ କୁମ୍ଭକର୍ଣ୍ଣ ତ୍ରେତା ଯୁଗରେ, ତାପରେ ଦ୍ୱାପର ଯୁଗରେ ସେମାନେ ହେଲେ ଯେଉଁ ମାନେ ଶିଶୁପାଳ ଏବଂ ଦନ୍ତବକ୍ର ଭାବରେ ତାଙ୍କୁ ଜନ୍ମ ନେବାକୁ ପଡ଼ିଲା। ତାପରେ ସେମାନେ ମୁକ୍ତ ହେଲେ। କିନ୍ତୁ ସତ୍ୟ ଯୁଗରେ ମଧ୍ୟ ଆହୁରି ଗୋଟେ ଯୁଗ ଆହୁରି ଗୋଟେ ରୂପ ତାଙ୍କର ଅସୁର ରୂପରେ ନେବାକୁ ପଡ଼ିଥିଲା ତାଙ୍କୁ ହିରଣ୍ୟକଶ୍ୟପ ଏବଂ ହିରଣ୍ୟାକ୍ଷ ଭାବରେ ମଧ୍ୟ, ତାହା ସତ୍ୟ ଯୁଗରେ। ତେଣୁ ଏଇ ଯେଉଁ ରାବଣ ଆମର ପୁରାଣ କହେ ଯେ ମହାପ୍ରତାପୀ ଲଙ୍କପତି ରାବଣ ସେ ସ୍ୱର୍ଗକୁ ସିଧାସଳଖ ସ୍ୱଦେହରେ ଯିବା ପାଇଁ ସେ ନିଶୁଣି ବା ସିଡ଼ି ନିର୍ମାଣ କରିବାକୁ ପ୍ରୟାସ କରିଥିଲା। ତେବେ ରାବଣର ପ୍ରୟାସ ସମ୍ପୂର୍ଣ୍ଣ ହୋଇପାରିଲା ନାହିଁ। ଏହା ପୂର୍ବରୁ ଭଗବାନ ଶ୍ରୀରାମଙ୍କ ହାତରେ ସେ ନିହତ ହେଲା ଏବଂ ତାର ଆତ୍ମା ସେ ସ୍ୱର୍ଗ ଗମନ କଲା। କିନ୍ତୁ କିଛି ସମୟ ପରେ କିଛି ଦିନ ସ୍ୱର୍ଗରେ ରହିବା ପରେ ପୁଣି ତାଙ୍କୁ ମର୍ତ୍ତକୁ ମଧ୍ୟ ଆସିବାକୁ ପଡ଼ିଲା। ଦ୍ୱାପର ଯୁଗରେ ତାଙ୍କୁ ଯେଉଁ ଶିଶୁପାଳ ଏବଂ ଶିଶୁପାଳ ଏବଂ ଦନ୍ତବକ୍ର ରୂପରେ ମଧ୍ୟ ଜନ୍ମ ନେବାକୁ ପଡ଼ିଲା। କିନ୍ତୁ ଯେତେବେଳେ ତ୍ରେତୟା ଯୁଗରେ ଯେତେବେଳେ ରାବଣର ନିହତ ହେଲା, ତାଙ୍କର ଆତ୍ମା ଯେତେବେଳେ ସ୍ୱର୍ଗ ଗମନ କଲା କିନ୍ତୁ ତାଙ୍କର ଶରୀର ଏଇ ଯେଉଁ ପୃଥିବୀରେ ତାହା ପଡ଼ି ରହିଲା। ତେବେ କୁହାଯାଏ ଯେ ରାବଣ 4ଟି ସିଡ଼ି ନିର୍ମାଣ ସମ୍ପୂର୍ଣ୍ଣ କରିସାରିଥିଲା ଏବଂ ପଞ୍ଚମଟି ନିର୍ମାଣ କଲା ବେଳେ ରାବଣକୁ ନିଦ ଆସିଯିବାରୁ ସେ ସମ୍ପୂର୍ଣ୍ଣ ହୋଇପାରିଲା ନାହିଁ। ରାବଣଙ୍କର ନିର୍ମିତ ସେ ସିଡ଼ିକୁ ପୌଡ଼ି ବି କୁହାଯାଏ ଏବଂ ଯେଗୁଡ଼ିକ ଆଜି ବି ଆମର ଭାରତବର୍ଷର ବିଭିନ୍ନ ସ୍ଥାନରେ ରହିଛି ସେଗୁଡ଼ିକ ଗୋଟିଏ ଗୋଟିଏ ତୀର୍ଥକ୍ଷେତ୍ର ଭାବରେ ମଧ୍ୟ ଶ୍ରଦ୍ଧା ଏବଂ ସମ୍ମାନର ସ୍ଥଳ ଭାବରେ ତାହା ପାଲଟିଛି। ତେବେ ରାବଣର ସିଡ଼ି ବର୍ତ୍ତମାନ କେଉଁଠି କେଉଁଠି ଅଛି ନା, ରାବଣଙ୍କ ଦ୍ୱାରା ତିଆରି ପ୍ରଥମ ସିଡ଼ି ଗଙ୍ଗା ନଦୀ ତଟସ୍ଥ ଉତ୍ତରାଖଣ୍ଡର ହରିଦ୍ୱାରଠାରେ ହର କି ପୌଡ଼ି ନାମରେ ତାହା ପ୍ରସିଦ୍ଧ ଅଟେ। ତାଙ୍କର ଯେଉଁ ଦ୍ୱିତୀୟ ସିଡ଼ି ରାବଣର ଯଦି ଦ୍ୱିତୀୟ ସିଡ଼ି ଦେଖିବା, ତାହା ହିମାଚଳ ପ୍ରଦେଶର ସିରମୌର ଜିଲ୍ଲା ଅନ୍ତର୍ଗତ ପୌଡ଼ିୱାଲା ନାମକ ଶିବ ମନ୍ଦିର ନିକଟରେ ତିଆରି ହୋଇଛି ଏବଂ ଶିବ ଭକ୍ତଗଣଙ୍କ ନିକଟରେ ଏହା ପ୍ରସିଦ୍ଧି ଲାଭ କରିଛି। ଏବଂ ତୃତୀୟ ସିଡ଼ିଟି ହିମାଚଳ ପ୍ରଦେଶର ସେଇ ଯେଉଁ ସିରମୌର ଜିଲ୍ଲା ଅନ୍ତର୍ଗତ ଚୂଡ଼େଶ୍ୱର ଶିବ ମନ୍ଦିର ନିକଟରେ ତାହା ମଧ୍ୟ ଅତିକ୍ରମ କରିଛି। ରାବଣର ଚତୁର୍ଥ ସିଡ଼ି ରହିଛି ହିମାଚଳ ପ୍ରଦେଶର କିନ୍ନୌର ଜିଲ୍ଲା ଅନ୍ତର୍ଗତ କିନ୍ନୌର କୈଳାସ ପର୍ବତରେ ଏବଂ ଆମର କିନ୍ନୌର କୈଳାସ ଶିବଙ୍କର ଅନ୍ୟତମ ପବିତ୍ର ନିବାସ ସ୍ଥଳ। କଥିତ ଅଛି ଯେ ରାବଣ 5ଟି ସିଡ଼ିକୁ ଏକାଠି କରି ସେ ସ୍ୱର୍ଗକୁ ଲଗାଇଥାନ୍ତେ। ପୌରାଣିକ ଉପାଖ୍ୟାନ ଅନୁଯାୟୀ ଶେଷ ଶଯ୍ୟାରେ ଥିବା ରାବଣକୁ କିଛି ଉପଦେଶ ଦେବାକୁ ଭଗବାନ ଶ୍ରୀରାମ ଅନୁରୋଧ କରିଥିଲେ ଏବଂ ରାବଣ କହିଥିଲା ଯେ କୌଣସି କାମ କାଲି କରିବି ବୋଲି କହି ସମୟ ଗଡ଼େଇବେ ନାହିଁ। ଏହି କାରଣରୁ ମୁଁ ସ୍ୱର୍ଗକୁ ନିଶୁଣି ତିଆରି କରିପାରିଲି ନାହିଁ ବୋଲି ସେ ଭଗବାନ ଶ୍ରୀରାମଙ୍କୁ ଏଭଳି ଉପଦେଶ ମଧ୍ୟ ସେ ଅନ୍ତିମ ଉପଦେଶ ପ୍ରଦାନ କରିଥିଲା। ଏହି ରାବଣ